ସମସ୍ତଙ୍କୁ ମୋର ଜୟଜୀ। ଆଜି ହେଉଛି ବୁଢ଼ା ବାବାଙ୍କର ଜୟନ୍ତୀ ନା କିସ? ତ ଆମେ ଯେତେବେଳେ ବାରିପଦାରେ ଥିଲୁ ଆମର ସେତେବେଳେ ନୂଆ ନୂଆ ବାହାଘର ହେଇଥାଏ ଆଉ ଆମେ 4ଟା ବେଳୁ ସାଧନ ସାରିକିରି ଆମେ ଆଶ୍ରମକୁ ଯାଉଥିଲୁ ଯେ ବାବା ସାଧନ କରିକି ଆଗରେ କବାଟ ଖୋଲିଲା ମାନେ ଆମେ ବାବାଙ୍କୁ ଦେଖିବା। ତ ସେଇ ହଉଥିଲା ଆମେ ସାଧନ ସାରିକିରି ତାଙ୍କୁ ଯାଇକି ଦେଖା କରୁ। ସେ କବାଟ ଖୋଲିଲା ମାନେ ଆମକୁ ଦେଖନ୍ତି ଆଉ ଆମକୁ ସେ ବହୁତ ଭଲ ପାଆନ୍ତି। ସେ ସବୁବେଳେ କହୁଥିଲେ ଏଇ 2 ଜଣ ହଉଛନ୍ତି ମୋର ମାନେ ପୁଅ ବୋହୂ। ଏତେ ଲୋକ ଥାନ୍ତି ମାନେ ଆଶ୍ରମରେ ରଘୁନାଥପୁରରେ ସେତେବେଳେ ହଜାର ହଜାର ଲୋକ। ତ ଏତେ ଲୋକ ଭିତରେ ସେ ଆମ 2 ଜଣଙ୍କୁ ଦେଖିଲା ମାନେ ବହୁତ ଖୁସି ହଉଥିଲେ। ତ ତାଙ୍କର ଜ୍ଞାନରେ ଆମେ ଅନୁପ୍ରାଣିତ। ସେ ହଉଛନ୍ତି ଆମର ଗୁରୁ, ସଦ୍ଗୁରୁ। ତ ସେମିତି ଗୁରୁ ଏଇନା ପାଇବାଟା ବହୁତ ମୁସ୍କିଲ। ସେ ମୂର୍ଖ ଲୋକ ଥିଲେ, ଟିପ ମାରୁଥିଲେ, କିନ୍ତୁ ତାଙ୍କ ଭିତରେ ଅସରନ୍ତି ଜ୍ଞାନ ଥିଲା। ପାଠ ପଢୁଆ ମାନେ ତାଙ୍କ ସାଙ୍ଗରେ ପାରୁନଥିଲେ। ତ କେମିତି ସେ ଜ୍ଞାନ ପାଇଥିଲେ? ଏଇ ଯୋଗ ସାଧନ କରିକିରି। ଯୋଗ ସାଧନ କଲେ ସେ ଜ୍ଞାନ ପାଇଲେ। ତାଙ୍କର ତ ବହୁତ ଦେହ ଖରାପ ହେଇଥିଲା। ସେ ଗୁମ୍ଫାରେ ଯାଇକିରି ସେଇଠି ସେ ସାଧନା କରୁଥିଲେ। ତ ତାଙ୍କର ସାଧନା କରିବା ଭିତରେ ତାଙ୍କର ଆତ୍ମା ହିଁ ତାଙ୍କୁ ବାଟ ଦେଖେଇଲା ଯେ ତୁ ଯା, ତୁ ସେଇ ମୁନି ସମାଜରେ ଏଡମିଶନ ହବୁ, ସାଧନ କରିବୁ। ସେ ସେଇ ଗୁମ୍ଫାରେ ପାଇଲା ପରେ ସେ ଆସିକି ଭୋଲେ ବାବା
କୁହନ୍ତି। ଆଜି ଗୁରୁ ଯାହା କହିଦେଲେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଦରକାର। ଆଉ ଗୁରୁ କି ଗୁରୁମା ଟିକେ ରାଗିଦେଲେ ପଛଆଡ଼େ ତା ବିଷୟରେ ଚର୍ଚ୍ଚା କଲେ କଣ ଗୁରୁ ମାନୁଛ କି? ଗୁରୁ ଯିଏ ସେ ଗୁରୁ ତାର ସବୁବେଳେ ସେ ତା ଗୁରୁର ଆଶୀର୍ବାଦରେ ସେ ଚାଲିଛି। ଗୁରୁ ଆସନରେ ସମସ୍ତେ ବସି ପାରିବେ ନାହିଁ। ତାର ଯିଏ ଗୁରୁ ତାର ଯୋଗ୍ୟତା ଦେଖିକି ତାକୁ ବସାଏ ସେଇ ଆସନରେ। ସେମିତି ହେଲେ ତ ସମସ୍ତେ ଗୁରୁ ହେଇଯାଆନ୍ତେ, କାହିଁକି ହେଇପାରୁନାହାନ୍ତି? ତ ଯିଏ এই ବାଟରେ ଚାଲିବ ମାନେ ସତ୍ ବାଟରେ ଯିଏ ଚାଲିବ ମାନେ ସତ୍ ଜିନିଷକୁ ଗ୍ରହଣ କରିବା ଦରକାର। ବାବା ସବୁବେଳେ କୁହନ୍ତି ଯେ ମୁଁ ସମସ୍ତଙ୍କ ଭିତରେ ଅଛି, ମତେ ଉପରେ ମାନିବା ଦରକାର ନାହିଁ, ମତେ ଭିତରେ ମାନ। ଆମେ ଆଶ୍ରମକୁ ଯେବେ ଗଲେ ସେଇ କଥା କୁହନ୍ତି ଯେ ମତେ ଉପରେ ମାନନି, ମତେ ଭିତରେ ମାନ, ମୁଁ ସମସ୍ତଙ୍କ ଭିତରେ ଅଛି। ତ ଆମେ ମୁଁ ସେତେବେଳେ ନୂଆ ନୂଆ କିଛି ବୁଝିପାରେନି ଯେ କି କହୁଛନ୍ତି, କିନ୍ତୁ ଯେତେବେଳେ ମୁଁ ଜବରେ ଆସିଲି ସେତେବେଳେ ମୁଁ ଜାଣିପାରିଲି ସେ କଣ ପାଇଁ କୁହନ୍ତି ଯେ ଭିତରେ ମତେ ମାନ ବୋଲିକି। ତ ଭିତରେ ହିଁ ସବୁ ଜିନିଷ ଅଛି। ଭିତରେ ହଉଛି ଜ୍ଞାନ ବି ଅଛି, ଭିତରେ ଗୁରୁ ବି ଅଛନ୍ତି। କେ ଗୁରୁ? ଆତ୍ମା ଗୁରୁ। ସେଇ ଆତ୍ମାକୁ ଚିହ୍ନିବା ପାଇଁ ଗୁରୁ ଆସନ୍ତି ଏ ଦୁନିଆକୁ। ତ ଯିଏ ବି ହଉ ଗୁରୁ ହେଇଛନ୍ତି ମାନେ ସିଏ ସେଇ ତାଙ୍କର ଗୁରୁର ଆଶୀର୍ବାଦରେ ହେଇଛନ୍ତି। ତ ସମୟ ତ କମ୍, ତ ମୋର ଗୋଟେ କଥା କହିବାର ଅଛି ଯେ ଗୁରୁକୁ ଯଦି ଧରିଛ ଭଲ ଭାବରେ ଧର, ଭଲ ଭାବରେ ତାଙ୍କର ଜ୍ଞାନକୁ ଆହରଣ କର। ଆଉ ସାଧନରେ ଢିଲା ମାର ନାହିଁ। ଯିଏ ସାଧନରେ ଢିଲା ମାରିବ ମାନେ ସିଏ କିଛି ମୁନି ସମାଜର ଉପକାର ପାଇପାରିବ ନାହିଁ। ଖାଲି ଖାତାରେ ମୁନି ହେଇଗଲେ ମୁନି ନୁହେଁ, ସେ ସେତିକି ତପସ୍ୟା କରତେ ପଡ଼ିବ। ସାଧନ ମାନେ ହେଲା ତପସ୍ୟା। ଆଉ ବହୁତ ଲୋକ ଅଛନ୍ତି ଖାଲି ପ୍ରଣାମ କରିଦଉଛନ୍ତି, ଦେଇକି କହୁଛନ୍ତି ଆମେ ମୁନି ସମାଜ ମାନେ ସବୁ କରୁଛେ। ନା, ପ୍ରଣାମରେ ବି କାମ ଦେବନି, ଯୋଗ ସାଧନ କରିବା ପାଇଁ ପଡ଼ିବ। ଏଇଟା ତ ଶୀତ ଦିନ, ଲୋକ ଅଳସୁଆ ହଉଛନ୍ତି, ଆଉ ଟିକେ ହଉ ସାଧନ କରିବା, ଆଉ ଟିକେ ହଉ ସାଧନ କରିବା, ସେମିତିରେ ସାଧନ ହବ ନାହିଁ। ଢିଲା ମାରିଲେ ହବ ନାହିଁ। ସାଧନ ମାନେ ସାଧନ। ଯେମିତି ଆମେ ସକାଳ ପାଇଲା ସବୁ କାମ କରୁଛେ ସେଇଭଳିଆ ସାଧନଟାକୁ ମନ ଦେଇକି କରିବା ପାଇଁ ପଡ଼ିବ। ତ ଗୁରୁ କଣ କହିଛନ୍ତି ସେଇ କଥାଟାକୁ ଅକ୍ଷରେ ଅକ୍ଷରେ ମାନିବା ଦରକାର। ନୂଆ ବେଳେ ଯେମିତି ମାନୁଛ ପୁରୁଣା ହେଲେ ବି ସେମିତି ମାନ, ତେବେ ଯାଇକି ପାରିବ। ଲୋକ କି କରୁଛନ୍ତି ନୂଆ ବେଳେ ବହୁତ ଗୁରୁତ୍ୱ ଦେଇକି ସାଧନ କରୁଛନ୍ତି, ଢିଲେଇ ସାଧନ ଛାଡ଼ି ଦଉଛନ୍ତି। ସେଥିରେ କିଛି ଲାଭ ନାହିଁ। ଆଉ ସେଥିରେ ତୁମେ ଗୁରୁର ବାକ୍ୟଟାକୁ ମାନିଲ ନାହିଁ। ଗୁରୁର ବାକ୍ୟ ନ ମାନିବା ହେତୁ ସବୁ ଅସୁବିଧା ଆସିକି ପହଞ୍ଚି ଯାଇଛି, ପହଞ୍ଚୁଛି ନା ନାହିଁ? ତାପରେ ତୁମେ କି କହୁଛ ଯେ ମୁଁ ମୁନି ସମାଜକୁ ଯାଇଥିଲି କିଛି ଉପକାର ପାଇଲି ନାହିଁ, କିନ୍ତୁ ନିଜେ ବି ଢିଲେଇ ଦେଇଛ। ପ୍ରଥମ ଯେତେବେଳେ ଜିନିଷ ତମେ ଯେମିତି ସାଧନ କରୁଥିଲ ପରେ ସେମିତି ଆଉ ସାଧନ କରୁନ। ମୁଁ ତ ଠିକ ଅଛି କି ପାଇଁ ଆଉ ଏତେ ଭଲକି ସାଧନ କରିବି କି? ତ ତାର
জয় জীব।